ବାହାରେ ବର୍ଷା ହେଉଥିବାର ଦେଖି କାହିଁକି ଜାଣି ଆଜି ଚାଟ୍ ଖାଇବାକୁ ଭାରି ମନ ହେଲା। ସେଥିପାଇଁ ଚାଲିଲି ଚାଟ୍ ବନେଇବା ପାଇଁ। ଚାଟ୍ ପାଇଁ ଯାହା ଦରକାର ସବୁ ରେଡ଼ି କରି ରଖିଥିଲି। ପୁଦିନା ଆଉ ଧନିଆର ଚଟନି, ଅଦା ରସୁଣ ପେଷ୍ଟ, ଫ୍ରେଶ୍ ଦହି, ଟମାଟୋ ସସ୍, ଆବଶ୍ୟକ ଅନୁଯାୟୀ ତେଲ, ସେଓ ଆଉ ମକା ଚିପ୍ସ, ତାପରେ କିଛି ଆବଶ୍ୟକୀୟ ମସଲା ଯେମିତିକି ଧନିଆ ପତ୍ର କିଛି କାଟିକି ରଖିଥିଲି, କଟା ଟମାଟୋ ଥିଲା, ତା ସହିତ ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଆମଚୁର ମସଲା, ଚାଟ୍ ମସଲା, ଲଙ୍କାଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଲୁଣ ଏବଂ କଟା ହେଇଥିବା ଲେମ୍ବୁ। କଡ଼େଇରେ ତେଲ ଗରମ ହେଲା ପରେ କିଛି ପଞ୍ଚ ଫୁଟଣକୁ ଫୁଟେଇ ଦେଲି। ତାପରେ ରଖିଥିବା କଟା ପିଆଜକୁ ସେଥିରେ ପକେଇଦେଲି। କଟା ପିଆଜଟି ଆଜ୍ଞା ଟିକେ ଲାଲ ହେବା ଯାଏଁ ଭାଜିବେ। ଟିକେ ଲାଲ ହେଇଗଲା ପରେ ତାପରେ ଆପଣ କିଛି ଅଦା ରସୁଣ ବଟାକୁ ଯେମିତିକି ଆପଣଙ୍କ ଆବଶ୍ୟକତା ଅନୁଯାୟୀ ପକେଇବେ। ମସଲାରେ ଯାହା ସବୁ ଗୁଣ୍ଡ ମସଲା ମୁଁ କହିଥିଲି ସବୁ ପକେଇବେ। ମସଲା କଷିବେ, ଭଲରେ କଷିବେ ଯେମିତି ଭଲ କି ବାସ୍ନା ଆସିବ। ତାପରେ ମୁଁ ଆଗରୁ ଆଳୁ ଆଉ ମଟରକୁ ସିଝେଇକି ରଖିଦେଇଥିଲି। ଆଜ୍ଞା ଯାହା କୁହନ୍ତୁ, ବାହାରେ ଯେଉଁ ଚାଟ୍ ମିଳେ ତାକୁ ଖାଇବାର ଯେଉଁ ମଜା ଥାଏ, ଘରେ ସେ ମଜାଟା କାହିଁ କେଜାଣି ମିଳେନି। କାରଣ ଯେଉଁ ସେଓ ମାଗିକି ପାମ୍ପଡ଼ ମାଗିକି ଖାଇବାର ଯେଉଁ ମଜା ଥାଏ ସେଇଟା କ'ଣ ଘରେ ଥାଏ ଆଜ୍ଞା? ହଉ, ଚାଟ୍ ଆମର ରେଡ଼ି ହେଇଗଲାଣି। ଏବେ ତାକୁ ସର୍ଭିଂ ପ୍ଲେଟ୍କୁ କାଢ଼ିବି। ତାକୁ ଭଲରେ ମୁଁ ସଜେଇ ଦେଲି। ପିଆଜ, ଟିକେ ବଟା ଦେଇଥିବା ପୁଦିନା ଧନିଆ ଚଟନି, ଦହି, କିଛି କଟା ହେଇଥିବା ଧନିଆ ପତ୍ର, ତା ସହିତ ଆମଚୁର ଚାଟ୍ର ମସଲା, କିଛି ପାମ୍ପଡ଼ି, ଶୁଖା ପାମ୍ପଡ଼ି ଯେମିତିକି ମକା ଆଉ ସେଓ ଚିପ୍ସ। ବାସ୍ ଚାଟ୍ ରେଡ଼ି ହେଇଗଲା। ମୁଁ ଚାଲିଲି ଖାଇବାକୁ। ଆପଣଙ୍କୁ ଭଲ ଲାଗିଥିଲେ ନିଶ୍ଚୟ ସବସ୍କ୍ରାଇବ୍